ଜୟ ଜଗନ୍ନାଥ। ନମସ୍କାର। ଆସନ୍ତୁ ଜାଣିବା 2025 ମସିହାରେ ତୁଳା ରାଶି ଜାତକ ମାନଙ୍କ ପାଇଁ କ'ଣ ରହିଛି ବାର୍ଷିକ ରାଶିଫଳ। ତୁଳା ରାଶି ଜାତକ ମାନଙ୍କ ପାଇଁ 2025 ମସିହା ମେ ମାସ 14 ତାରିଖ ପରେ ଗୁରୁ ଭାଗ୍ୟ ଭାବରେ ଗ୍ରହରାଜ ଶନିଶ୍ଚର ଷଷ୍ଠ ଭାବରେ ରହିବା ଫଳରେ ରାଜଯୋଗ ଭୋଗ କରିବାର ସୁଯୋଗ ପାଇବେ, ଯାହାକି ଦୀର୍ଘ 30 ବର୍ଷ ପରେ ଏହି ସୁଯୋଗ ଆସିଛି। ଧନ ଧାନ୍ୟ ଯଶମାନ ପରାକ୍ରମ ଆଦି ବୃଦ୍ଧି ପାଇବ। ଏ ବର୍ଷ ବିଭିନ୍ନ ମାଧ୍ୟମରେ ଅର୍ଥ ଓ ଧନ ପ୍ରାପ୍ତି ହେବେ। ମିତ୍ର ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟକୁ ଚାଲୁ କରିବାକୁ ସଫଳ ହେବେ। ନିଜ ପରିଶ୍ରମ ଦ୍ୱାରା ଅନେକ ପରିବର୍ତ୍ତନ ଆସିବ। ଖାସ୍ କରି ଆର୍ଥିକ ସମସ୍ୟାରୁ ବହୁ ପରିବର୍ତ୍ତନ ଆଣିବ। ନୂତନ ଯାନ ଗୃହ ନିର୍ମାଣ କରିପାରିବେ। କ୍ୟାରିୟର ଦୃଷ୍ଟି କୋଣରୁ ଏ ବର୍ଷ ଅତ୍ୟନ୍ତ ଶୁଭ ରହିବ। ଚାକିରିରେ ପଦୋନ୍ନତି ମଧ୍ୟ ରହିବ। ଚାକିରି କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ସୁସଜ୍ଜିତ କରି ଅଧିକରୁ ଅଧିକ ଲାଭବାନ ହେବେ। ଅଟକିଥିବା ଟଙ୍କା ଋଣ ଆଦି ସହଜରେ ହସ୍ତଗତ ହେବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଦାମ୍ପତ୍ୟ ସୁଖରେ ଶାନ୍ତି ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ଝଗଡ଼ା, କଳହ, ବାଦଛିଦ୍ର ପଡ଼ିଲେ ମଧ୍ୟ ସେମିତି କିଛି କୁପ୍ରଭାବ ପଡ଼ିବ ନାହିଁ। ପ୍ରେମ କ୍ଷେତ୍ରରେ ମିତ୍ରଙ୍କ ଦ୍ୱାରା ଉପକୃତ ହେବେ। ଜୀବନସାଥୀଙ୍କ ସହିତ ଭ୍ରମଣ କରିବା ପାଇଁ ବାହାର ରାଜ୍ୟକୁ ଯାଇପାରିବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବେ। ସରକାରୀ କାର୍ଯ୍ୟରେ ସଫଳ ପାଇବେ। ନୂତନ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠାମାନ ସମ୍ମାନ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ମିଳିବ। ରାହୁ ଏବଂ କେତୁ ବର୍ଷ ସାରା ଅଶୁଭରେ ଥିବାରୁ ବୟସ୍କ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବେ। ତେବେ ଅଶୁଭତ୍ୱକୁ ଖଣ୍ଡନ କରିବା ଏବଂ ଶୁଭତ୍ୱକୁ ଲାଭ କରିବା ପାଇଁ ତାର ପ୍ରତିକାର ସ୍ୱରୂପ ଅଶ୍ୱତ୍ଥ ବୃକ୍ଷ ମୂଳେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ। ପ୍ରତ୍ୟେକ ବୁଧବାର ଓ ଗୁରୁବାର ପାଣିରେ ଟିକେ ଗୋମୂତ୍ର ମିଶାଇ ଘରକୁ ପୋଛନ୍ତୁ। ପ୍ରତ୍ୟେକ ଦିନ ବୁଲା କୁକୁରମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ତେବେ ଦେଖିବେ ବର୍ଷଟି ଭଲରେ ଏବଂ ସୁଖରେ କଟିବ। ଧନ୍ୟବାଦ। ଜୟ ଜଗନ୍ନାଥ।